ଶରଧାବାଲିରେ ଭଜନ ସନ୍ଧ୍ୟା। ରଥଯାତ୍ରାର ଷଷ୍ଠ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ମଞ୍ଚରେ ପାରମ୍ପରିକ ଲୋକନୃତ୍ୟ ଓ ଭଜନ ପରିବେଷଣ ଜାରି ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଚଳିତ ରଥଯାତ୍ରା ଅବସରରେ ପୁରୀର ବିଭିନ୍ନ ସ୍ଥାନରେ 13 ଗୋଟି ଅସ୍ଥାୟୀ ସୂଚନା କେନ୍ଦ୍ର ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ପ୍ରତ୍ୟହ ପ୍ରାତଃରୁ ଏହି କେନ୍ଦ୍ରମାନଙ୍କରେ ଶ୍ରଦ୍ଧାଳୁମାନଙ୍କୁ ବିବିଧ ଅତ୍ୟାବଶ୍ୟକ ତଥା ସଚେତନତା ସୂଚନା ପ୍ରଦାନ, ହଜିବା ଖୋଜିବା ସୂଚନା ପ୍ରଦାନ, ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ଭଜନ ପୁସ୍ତିକା ବିକ୍ରିର ବ୍ୟବସ୍ଥା କରାଯାଇଛି। ପ୍ରତି ସନ୍ଧ୍ୟାରେ ଏହି କେନ୍ଦ୍ରମାନଙ୍କରେ ପାଲା, ଦାସକାଠିଆ, ଘୋଡ଼ାନାଚ, ସଂକୀର୍ତ୍ତନ ଇତ୍ୟାଦି ପାରମ୍ପରିକ ଲୋକନୃତ୍ୟ ସହ ଭଜନ, ଜଣାଣ ଓ ନୃତ୍ୟ ପରିବେଷଣ କରାଯାଉଛି। ଆଜି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଭୁବନେଶ୍ୱର ତରଙ୍ଗ ମ୍ୟୁଜିକାଲ ଗ୍ରୁପ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗୁରୁ ବାସୁଦେବ ସ୍ୱାଇଁଙ୍କ ନେତୃତ୍ୱରେ ଭଜନ ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗର କ୍ଷେତ୍ର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଉପନିର୍ଦ୍ଦେଶକ ତଥା ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କଳାକାରମାନଙ୍କୁ ସ୍ୱାଗତ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।